ମିଠା ବନ୍, ପେଷ୍ଟ୍ରି, କେକ୍ କାହାକୁ ବା ପସନ୍ଦ ନୁହଁ। କିନ୍ତୁ କ'ଣ ହେବ ଯେତେବେଳେ ଏସବୁ ବନାଉଥିବା ଲୋକ ଆପଣଙ୍କୁ ଜୀବନରୁ ମାରିଦେବ। ରୀତା ଗୋଟେ କଣ୍ଟେଣ୍ଟ କ୍ରିଏଟର ଥିଲା। ସେ ସବୁ କ୍ୟାଫେ, ରେଷ୍ଟୁରାଣ୍ଟ ଆଉ ହୋଟେଲ ବୁଲି ସବୁ ଖାଦ୍ୟର ରିଭ୍ୟୁ କରୁଥାଏ। ତାର ଜୀବନ ବହୁତ ଖୁସିରେ ବି ଚାଲିଥାଏ। ଥରେ ଘରେ ସେ ଏକା ଥାଏ ଏବଂ ତା ନିଜ କାମରେ ଲାଗିଥାଏ। ଆଉ ତାର 10 ବର୍ଷର ଭାଇ ପ୍ରେମକୁ ସ୍କୁଲରୁ ଆଣିବାର ବି ଥିଲା। ଠିକ୍ ସେହି ସମୟରେ ରୀତାକୁ ଆସମାନ ବେକେରୀ ତରଫରୁ ରିଭ୍ୟୁ ପାଇଁ ଅର୍ଡ଼ର ଆସେ। ତ ଏହା ଦେଖି ରୀତା ବହୁତ ଖୁସି ବି ହେଇଯାଏ, କାରଣ ଗତ 1 ମାସ ମଧ୍ୟରେ ତାର ଫଲୋଅର ବହୁତ କମିଯାଆନ୍ତି ଏବଂ ଭ୍ୟୁଜ୍ ବି ବହୁତ କମ୍ ଆସିଥାଏ। ତେଣୁ ସ୍କୁଲରୁ ତା ଭାଇକୁ ଆଣିବା ବେଳେ 2 ଜଣ ମିଶି ଚାଲିଲେ ଆସମାନ ବେକେରୀକୁ ତାର ରିଭ୍ୟୁ କରିବା ପାଇଁ। କିନ୍ତୁ ସ୍କୁଲରୁ ଫେରି ବହୁତ ହାଲିଆ ହେଇଯାଇଥିବାରୁ ତାର ଭାଇ ପ୍ରେମ ବାରମ୍ବାର ଘରକୁ ଯିବା ପାଇଁ ରୀତାକୁ କହୁଥିଲା। କିନ୍ତୁ ରୀତା ପ୍ରେମକୁ ଏପଟେ ସେପଟେ କଥା କହି ଗାଡ଼ି ଚଲାଇ ବେକେରୀ ପାଖାପାଖି ପହଞ୍ଚିଯାଏ। ବେକେରୀ ସାମ୍ନାରେ ଗାଡ଼ି ରଖି ଯେତେବେଳେ ପ୍ରେମକୁ କୁହେ ବାହାରକୁ ବାହାରିବା ପାଇଁ, ପ୍ରେମ ସେ ବେକେରୀକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହେ। ରୀତା ଡାକିଲେ ବି ସେ ଶୁଣେନି। ଶେଷରେ ରୀତା ଯେତେବେଳେ ପ୍ରେମକୁ ଜୋରସେ ଧକ୍କା ଦିଏ, ସେ ଜୋରସେ କାନ୍ଦିବାକୁ ଲାଗେ। କ'ଣ ହେଲା ବୋଲି ପଚାରିବାରୁ ସେ କହିଲା, ବେକେରୀ ସାମ୍ନାରେ ଛୋଟ ଛୋଟ ପିଲା ସବୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଠିଆ ହୋଇଛନ୍ତି, ତେଣୁ ସେମାନେ ଯିବା ପାଇଁ ଆମକୁ ବି ମନା କରୁଛନ୍ତି। କିନ୍ତୁ ରୀତା ପ୍ରେମ କଥା ବିଶ୍ୱାସ ନ କରି କହିଲା, କାଲି ରାତିରେ ଯେଉଁ ଭୂତ ମୁଭି ଦେଖିଥିଲୁ, ଏହା ହେଉଛି ତାହାର ପ୍ରଭାବ। ତେଣୁ ଚାଲ, ପାଟି ଚୁପ୍ କରି ମୋ ସହ ଭିତରକୁ ଚାଲ। ଏତିକି କହି ପ୍ରେମର ହାତ ଧରି ଟାଣି ଟାଣି ସେ ବେକେରୀ ଭିତରକୁ ନେଇଯାଏ। ବେକେରୀ ଭିତରକୁ ଯାଇ ଦେଖନ୍ତି ତ ସେଠାରେ କେହି ବି ଲୋକ ନାହାନ୍ତି। ଠିକ୍ ସେହି ସମୟରେ ଗୋଟେ ମାଉସୀ ସେଠାରୁ ଆସିଲେ ଆଉ ପ୍ରେମକୁ ଗୋଟେ ମିଠା ବନ୍ ଦେଲେ। ମିଠା ବନ୍ ଖାଇ ପ୍ରେମ ପୁରା କାନ୍ଦୁଥିଲା, କିନ୍ତୁ ଶାନ୍ତ ରହିଗଲା। ଆଉ ସେ ସମୟରେ ମଉସା ବି ଆସିଲେ। କହିଲେ, ପ୍ରେମ ଯଦି କାନ୍ଦୁଛି ତ ରୁମ୍ ଭିତରେ ବହୁତ ଗୁଡ଼ାଏ ବୋର୍ଡ଼ ଗେମ୍ ଅଛି, ତାକୁ ସେଇଠି ଖେଳିବାକୁ ନେଇଯାଅ। ଏହା ଶୁଣିବା ପରେ ରୀତା ବି ଖୁସି ହେଇଯାଇଥିଲା ଯେ ବିଜି କରି ପ୍ରେମକୁ ସିଏ ତାର ନିଜ କାମ ଭଲସେ କରିପାରିବ। ଏତିକି କହି ପ୍ରେମକୁ ନେଇ ସେ ରୁମ୍କୁ ମାଉସୀ ସହିତ ଚାଲିଲା। ବେକେରୀଟି ବହୁତ ସୁନ୍ଦର ଥିଲା। ପୁରୁଣା ଆଗକାଳର ଚେୟାର ଟେବୁଲ ପଡ଼ିଥାଏ। ବହୁତ ବଢ଼ିଆ ଲାଇଟ୍ ବି ଲାଗିଥାଏ। କିନ୍ତୁ ତଥାପି ଏସବୁ କ୍ୟାମେରାରେ ରୀତା କଏଦ କରୁଥିବା ସମୟରେ କିଛି ଅଜୀବ ଲାଗେ। ତାକୁ ଦେଖାଯାଏ ସେ କ୍ୟାମେରାରେ ଯେ ଛୋଟିଆ ଛୁଆ ରକ୍ତ ଜୁଡ଼ୁବୁଡ଼ୁ ହେଇ ଯେମିତି ଠିଆ ହେଇଛନ୍ତି। କିଛି ଟାଇମ୍ ପରେ ତାର ମୋବାଇଲ ଅଟୋମେଟିକ୍ ସୁଇଚ୍ ଅଫ୍ ହେଇଗଲା। ସେ ସମୟରେ ସେ ମାଉସୀ ଜଣକ 2ଟି ମିଠା ପେଷ୍ଟ୍ରି ନେଇ ଆସି ରୀତାକୁ ଦେଲେ ଖାଇବା ପାଇଁ। ରୀତା ବି ସେଇ ପେଷ୍ଟ୍ରିକୁ ଦେଖି ବହୁତ ସୁନ୍ଦର ହେଇଥିବାରୁ ଆଉ କିଛି ନ ସୁଝି ଖାଇବାରେ ଲାଗିଲା। ସେ ପେଷ୍ଟ୍ରି ଏତେ ଟେଷ୍ଟ ଥିଲା ଯେ ସେ ସବୁ କଥା ଭୁଲିଗଲା। ପୁଣି କିଛି ସମୟ ପରେ ସେ ମଉସା ଆଉ ମାଉସୀ ଅନ୍ୟ କିଛି ଗୋଟେ ଡିଶ୍ ବହୁତ ବଡ଼ ପ୍ଲେଟ୍ରେ ନେଇ ଆସିଲେ। ଏହା ଦେଖି ରୀତା ଭାବିଲା କିଛି ଗୋଟେ ସ୍ପେଶିଆଲ ଡିଶ୍ ବୋଧେ ବେକେରୀର। କିନ୍ତୁ ଦେଖିଲା ବେଳେ 2ଟି ପ୍ୟାଟି ଥିଲା ସେଥିରେ। ପ୍ୟାଟି ବି ସେ ଟେଷ୍ଟ କଲା। ବହୁତ ଟେଷ୍ଟ ଥାଏ ପ୍ୟାଟି। ଗୋଟେ ପ୍ୟାଟି ଖାଇସାରିବା ପରେ ତାକୁ ମନେ ପଡ଼େ ତାର ଭାଇ କଥା। ସେ କହିଲା, ବହୁତ ଟେଷ୍ଟି ଅଛି, ମୁଁ ସେଇଥିପାଇଁ ଆଉ ଗୋଟେ ପ୍ୟାଟି ମୁଁ ମୋର ଭାଇ ପ୍ରେମକୁ ଦେବି। ଏତିକି କହି ଯେଉଁ ରୁମ୍କୁ ପ୍ରେମ ଖେଳିବା ପାଇଁ ଯାଇଥିଲା ସେଇ ରୁମ୍ ଆଡ଼କୁ ଯିବାକୁ ଲାଗିଲା। କିନ୍ତୁ ଯାଇ ଦେଖେ ତ ସେଇ ରୁମ୍ରେ ପ୍ରେମ ନାହିଁ। ଧୀରେ ଧୀରେ ସେ ଆଗକୁ ଯାଇ ଦେଖିଲା କିଚେନ୍ରେ ମଉସା ଆଉ ମାଉସୀ କିଛି ଗୋଟେ କାଟୁଛନ୍ତି। ଭଲ କରି ଯେତେବେଳେ ଦେଖେ ତ ତାକୁ ଦେଖାଗଲା ସେଇଟା ହେଉଛି ଜଣଙ୍କର ହୃଦୟ, ହାର୍ଟ। ମଉସା ହାର୍ଟକୁ କାଟୁଛନ୍ତି ଆଉ ସେ ହାର୍ଟର ମାଂସକୁ ମାଉସୀ ପ୍ୟାଟି ଭିତରେ ପୂରେଇବାରେ ଲାଗିଛନ୍ତି। ଆଉ ଗୋଟେ କଣକୁ ଦେଖିଲା ବେଳେ ତାର ଭାଇ ପ୍ରେମର ଛାତିକୁ ଚିରା ହେଇଛି। ତାକୁ ଦେଖି ରୀତାକୁ ଲାଗୁଥିଲା ଯେ ସେଇ ଯେଉଁ ହାର୍ଟଟି ହେଉଛି ତା ଭାଇ ପ୍ରେମର। ସେ ଡରିଯାଇ ଜୋରେ ପାଟି କରିବାକୁ ଲାଗିଲା। ପାଟି ଶୁଣି ମଉସା ମାଉସୀ 2 ଜଣ ରୀତାକୁ ଚାହିଁ ଏକ ଅଜୀବ ଢଙ୍ଗର ହସିଲେ। ରୀତା ଜୋର ଦୌଡ଼ି ଯାଇ ତା କାରରେ ବସିଲା ଏବଂ କାରକୁ ଦୌଡ଼େଇବାରେ ଲାଗିଲା। ଠିକ୍ ସେ ଯିବା ସମୟରେ ଦେଖିଲା ତାର ରେୟାର ଭ୍ୟୁ ମିରରରେ ସେ ସବୁ ପିଲାଙ୍କର ଚିତ୍ର ଦେଖାଯାଉଛି ଆଉ ସେମାନେ ସମସ୍ତେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଛନ୍ତି। ଭଲ କରି ସେ ଯେତେବେଳେ ଦେଖିଲା ସେଠାରେ ତାକୁ ତା ଭାଇ ପ୍ରେମ ବି ଦେଖାଗଲା। ଆଉ ସହି ନ ପାରି ରୀତା ଜୋରରେ କାନ୍ଦି ଗାଡ଼ି ଚଲାଉଥାଏ। ଠିକ୍ ସେହି ସମୟରେ ତାର ଆକ୍ସିଡେଣ୍ଟ ହେଇଗଲା। ଯେତେବେଳେ ପରେ ସେ ଆଖି ଖୋଲେ ତ ଦେଖେ 2 ଦିନ ବିତିଗଲାଣି ଆଉ ତାର ମା ବାପା ତା ସାମ୍ନାରେ ଠିଆ ହେଇଛନ୍ତି। ସେମାନେ କହିଲେ,
ତୋ ଗାଡ଼ି ଆକ୍ସିଡେଣ୍ଟ ପରଠୁ ପ୍ରେମ ଆଉ ଜମା ମିଳୁନି, କୁଆଡ଼େ ଗଲା କେଜାଣି। ଏ କଥା ଶୁଣି ରୀତା ଆସମାନ ବେକେରୀର ସବୁ କଥା କହିବାକୁ ଲାଗେ ତାର ମା ବାପାକୁ। ତା ବାପା କୁହନ୍ତି ଯେ ଏହି ଆସମାନ ବେକେରୀ 15 ବର୍ଷ ପୂର୍ବରୁ ଗୋଟେ ଖଣ୍ଡର ହେଇ ପଡ଼ିଛି। ସେ ବେକେରୀ କେବେଠୁ ବନ୍ଦ ହେଇଯାଇଛି। ସେଠି ତ କେହି ବି ନଥିଲେ, ତୁ ଯାଇଥିଲୁ କେମିତି? କାରଣ ସେଇ ବେକେରୀର ଯେଉଁ ମାଲିକ ଥିଲେ ସେମାନେ ଛୋଟ ଛୁଆଙ୍କର ହୃଦୟକୁ ବାହାର କରି ଖାଉଥିଲେ। ଯେତେବେଳେ ପୋଲିସକୁ ଏକଥା ଜଣାପଡ଼ିଲା ସେମାନେ ସେମାନଙ୍କୁ ଆରେଷ୍ଟ କରିବା ପାଇଁ ଯାଇଥିଲେ, କିନ୍ତୁ ପୋଲିସ ଆରେଷ୍ଟ କରିବା ପୂର୍ବରୁ ସେମାନେ ଆତ୍ମହତ୍ୟା କରିଦେଇ ସେଇଠି ମରିଯାଇଥିଲେ। ଆଉ ସେଦିନଠୁ ସେ ବେକେରୀ ଗୋଟେ ଖଣ୍ଡର ହେଇ ପଡ଼ି ରହିଛି। ଏହା ଶୁଣି ରୀତାକୁ ଜମା ବିଶ୍ୱାସ ହେଲାନି। ଯେଉଁ ଯାଏଁ ସେ ତା ମା ବାପା ସହିତ ସେ ବେକେରୀକୁ ଯାଇ ନ ଦେଖିଛି। ଯେତେବେଳେ ସେ ବେକେରୀ ସାମ୍ନାକୁ ଯାଇ ଦେଖେ ତ ସେ ବେକେରୀ ପୁରା ଗୋଟେ ଖଣ୍ଡର ହୋଇ ପଡ଼ିଥିଲା। ତେଣୁ ଆପଣମାନେ ବି କେଉଁ ନୂଆ ଜାଗାକୁ ଯଦି କିଛି ଖାଇବାକୁ ଯାଉଛନ୍ତି ତାହେଲେ ସାବଧାନ। ଶ୍ରୋତା ବନ୍ଧୁ, ମୋ ଷ୍ଟୋରିଟି ଯଦି ଆପଣମାନଙ୍କୁ ଭଲ ଲାଗିଲା ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଆଉ ଏଭଳି ଷ୍ଟୋରି ପାଇବା ପାଇଁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ ନିଶ୍ଚିତ କରନ୍ତୁ।